বন্ধুগণ, মীন রাশি शेष যাত্রা ঘোষণা করা যাইছি এবং আজি রাতি 12:00 ଟାରୁ ଆରମ୍ଭ ହୋଇ ଶନି, ରାହୁ ଏବଂ କେତୁ ତୁମ ଜୀବନରେ ବିପର୍ଯ୍ୟୟ ଆଣିବାକୁ ଯାଉଛନ୍ତି। ଏହାପରେ ଯାହା ଘଟିବ ତାହା ତୁମ ପାଦ ତଳୁ ପୃଥିବୀକୁ ଦୋହଲାଇ ଦେବ। ତୁମ ସହିତ ଗୋଟିଏ ପରେ ଗୋଟିଏ 6ଟି ବଡ଼ ଦୁର୍ଭାଗ୍ୟ ଘଟିବାକୁ ଯାଉଛି। ଯଦି ତୁମର ସାହସ ଅଛି ତେବେ ହିଁ ଭିଡିଓଟି ଦେଖନ୍ତୁ। ତୁମର କଠିନ ପରିଶ୍ରମ, ତୁମର ଟଙ୍କା, ତୁମର ପରିବାର, ତୁମର ପିଲାମାନେ, ତୁମର ମୁହଁର ହସ, ତୁମର ଜୀବନର ପ୍ରତ୍ୟେକ ଆନନ୍ଦ ଏସବୁ ଶନି, ରାହୁ ଏବଂ କେତୁଙ୍କ ମନ୍ତ୍ରରେ ପଡ଼ିଛି। ବନ୍ଧୁଗଣ, ତୁମର ଦୁଃଖ ଦେଖି ନ୍ୟାୟର ଦେବତା ଶନିଦେବ ମଧ୍ୟ କାନ୍ଦି ପକାଇଲେ। ମୁଁ ଜାଣେ ଯେ ଅତୀତରେ ତୁମେ କଠିନ ପରିଶ୍ରମ କରିଥିଲ, ତୁମେ ଝାଳ ବୁହାଇଥିଲ, କିନ୍ତୁ ଅନ୍ୟ କେହି ଫଳ ପାଇଥିଲା। ତୁମର ଅଧିକାର ତୁମର ନିଜ ପ୍ରିୟଜନମାନେ ଛଡ଼ାଇ ନେଇଛନ୍ତି। ତୁମର ମୁହଁର ଖୁସି ମଧ୍ୟ ତୁମ ଚାରିପାଖରେ ଘୁରି ବୁଲୁଥିବା ବିଶ୍ୱାସଘାତକମାନେ ଛଡ଼ାଇ ନେଇଛନ୍ତି। ତୁମର ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଏହି ବିଶ୍ୱାସଘାତକମାନେ, ଏହି ବାହୁରେ ଥିବା ସାପମାନେ ଟାର୍ଗେଟ କରିଛନ୍ତି। ଏହି ଲୋକମାନେ ତୁମର ମଜା କରିଛନ୍ତି, ସେମାନେ ତୁମ ଉପରେ ହସିଛନ୍ତି, ସେମାନେ ତୁମର ପତନ ପାଇଁ, ତୁମକୁ ଅପମାନିତ କରିବାକୁ, ତୁମକୁ ପରିହାସ କରିବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ବନ୍ଧୁଗଣ, ଏବେ ଯଥେଷ୍ଟ। ତୁମେ ଯାହା କରିବାକୁ ଚାହୁଁଥିଲ ତାହା ହୋଇନଥିଲା। ତୁମେ ଯାହା ହାସଲ କରିବାକୁ ଚାହୁଁଥିଲ ତାହା ହୋଇନଥିଲା। ତୁମେ ଯାହାକୁ ପାଇବାକୁ ଚାହୁଁଥିଲ ସେ ତୁମକୁ ଭେଟିଲା ନାହିଁ। ତୁମେ ଯାହାଙ୍କୁ ଭଲ ପାଉଥିଲ ସେ ମଧ୍ୟ ଅନ୍ୟ କାହାର ହୋଇଗଲା। ତୁମ ଜୀବନରେ ଖୁସି ହେବାର ଛୋଟ କାରଣ ମଧ୍ୟ ଚାଲିଗଲା। ତୁମେ ହୃଦୟରୁ ପ୍ରକୃତରେ ଖୁସି ଥିଲ। ବର୍ଷ ବର୍ଷ ବିତିଗଲା। ସମସ୍ତେ ତୁମକୁ ତୁମର ମୁହଁରେ ଦେଖାଇବା ପାଇଁ ହସୁଛନ୍ତି, କିନ୍ତୁ ତୁମେ ଭିତରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛ। କାରଣ ଅନ୍ୟ କୌଣସି ସ୍ଥାନରେ ନୁହେଁ, ବରଂ ତୁମ ଚାରିପାଖରେ ଅଛି। ଏହି ବିଶ୍ୱାସଘାତକମାନେ ସେମାନଙ୍କ ମୁହଁରେ ଏକ ମୁଖା ପିନ୍ଧାଇଛନ୍ତି, କିନ୍ତୁ ଏବେ ସେମାନଙ୍କର ପ୍ରକୃତ ଚେହେରା ତୁମ ସମ୍ମୁଖରେ ପ୍ରକାଶ ପାଇବ। କାରଣ ଶନି, ରାହୁ ଏବଂ କେତୁ ଏହି ତିନିଜଣ ଏହା ଘୋଷଣା କରିଛନ୍ତି ଏବଂ ଏବେ ଏହି ତିନିଜଣ ତୁମର ପ୍ରତ୍ୟେକ ଲୁହର ପ୍ରତିଶୋଧ ନେବେ। ତୁମ ଜୀବନର ସମସ୍ତ ସମସ୍ୟା, ସମସ୍ତ ଦୁଃଖ, ସମସ୍ତ ଯନ୍ତ୍ରଣା, ସମସ୍ତ କଷ୍ଟ, ସମସ୍ତ ଦାରିଦ୍ର୍ୟ, ସମସ୍ତ ଦୁର୍ଭାଗ୍ୟ ଯାହା ତୁମ ଉପରେ ଘେରି ରହିଛି, ସବୁ ନଷ୍ଟ ହେବାକୁ ଯାଉଛି। କାରଣ ଆଜି ରାତି 12:00ରୁ ଏହି ତିନିଜଣ ତୁମ ଜୀବନ ଉପରେ ସେମାନଙ୍କର ଆଶୀର୍ବାଦ ବର୍ଷା କରିବାକୁ ଯାଉଛନ୍ତି। କିନ୍ତୁ ସତର୍କ ରୁହ, କାରଣ ଶନି, ରାହୁ ଏବଂ କେତୁ ଏହି ତିନିଜଣ ତୁମଠାରୁ କେବଳ ଗୋଟିଏ ଛୋଟ ଜିନିଷ ମାଗୁଛନ୍ତି ଏବଂ ଯଦି ତୁମେ ଏହି ଛୋଟ ଜିନିଷ ସେମାନଙ୍କୁ ନ ଦିଅ, ବନ୍ଧୁଗଣ, ଯଦି ତୁମେ ସେମାନଙ୍କୁ ଦିଅ ତେବେ ତୁମ ଜୀବନରେ ପୂର୍ବରୁ ବହୁତ କଷ୍ଟ ଅଛି। ତୁମେ ଆହୁରି ଅସୁବିଧାରେ ପଡ଼ିବ। ତୁମେ ଆହୁରି ଅଧିକ ଦୁଃଖରେ ବୁଡ଼ିଯିବ। କାରଣ ଯେତେବେଳେ ଏହି ତିନିଜଣ ରାଗିଯାଆନ୍ତି କିମ୍ବା ଯେତେବେଳେ ଏହି ତିନିଜଣ ଆମ ବିରୁଦ୍ଧରେ ଥାଆନ୍ତି, ସେତେବେଳେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଧୂଳିରେ ପରିଣତ ହୋଇଯାଏ। କିନ୍ତୁ ଯଦି ତୁମେ ସେମାନଙ୍କୁ ଏହି ଛୋଟ ଜିନିଷ ଦିଅ ତେବେ ବନ୍ଧୁଗଣ, ବୁଝ ଯେ ତୁମେ ରାଜା ହୋଇଯିବ। ତୁମକୁ ସିଂହାସନରେ ବସିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ତୁମକୁ ସିଫ କିଣିବାକୁ ପଡ଼ିବ। ତୁମ ଜୀବନରେ ଏତେ ଧନ ଆସିବ। ଯିଏ ତୁମକୁ ପରିତ୍ୟାଗ କରିଛି ସେ ମଧ୍ୟ ତୁମର ପାଦ ତଳେ ରହିବ। ଯିଏ ତୁମର ଖରାପ ପରିସ୍ଥିତି ଦେଖି ତୁମକୁ ଛାଡ଼ି ଦେଇଛି ସେ ମଧ୍ୟ ତୁମର ପାଦ ତଳେ ରହିବ। ଆଜି ରାତିରେ ଏହି ତିନୋଟି ପ୍ରମୁଖ ଘଟଣା ଆପଣଙ୍କ ଜୀବନରେ ମଧ୍ୟ ଘଟିବାକୁ ଯାଉଛି। ଆମେ ସେଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିବୁ। ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ ଯେ ଶନି, ରାହୁ ଏବଂ କେତୁ ଆପଣଙ୍କଠାରୁ କ'ଣ ଦାବି କରୁଛନ୍ତି ଏବଂ ଆପଣ ସେମାନଙ୍କୁ କିପରି ଦେବେ। ମୁଁ ଆପଣଙ୍କୁ ସବୁକିଛି କହିବି। ଆପଣଙ୍କୁ କେବଳ ଭିଡିଓରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ସହିତ ରହିବାକୁ ପଡ଼ିବ। କେବଳ ସେତେବେଳେ ଆପଣ ସବୁକିଛି ବୁଝିପାରିବେ। ଆଜିର ଭିଡିଓକୁ ସମ୍ପୂର୍ଣ୍ଣ ବନ୍ଦ କୋଠରୀରେ ଦେଖନ୍ତୁ, କାରଣ ମୁଁ ଆପଣଙ୍କୁ ପଥ ବିଷୟରେ ଯାହା କହିବାକୁ ଯାଉଛି ତାହା ଲୁଚି ରହିଥିବା ଶତ୍ରୁମାନଙ୍କୁ ଜଣାନଥିବ। ଆପଣ ଜାଣିନାହାନ୍ତି ଯେ ବର୍ତ୍ତମାନ ଆପଣଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ଆପଣ ଯାହାଙ୍କ ସହିତ ଅଛନ୍ତି। ଆପଣ ପ୍ରତିଦିନ ଉଠି ବସନ୍ତି ଏବଂ ମୋତେ ଆପଣଙ୍କର ଦୁଃଖ ଏବଂ ଯନ୍ତ୍ରଣା କୁହନ୍ତି। ସେ କ'ଣ ପ୍ରକୃତରେ ଆପଣଙ୍କର ନିଜର? ଆପଣ ଜାଣନ୍ତି, ଆପଣ ଜାଣିନାହାନ୍ତି।
ସେ ଘାସରେ ଥିବା ଏକ ସାପ ହୋଇପାରେ। ବନ୍ଧୁଗଣ, ତେଣୁ ସତର୍କ ରୁହନ୍ତୁ ଏବଂ ଆଜି ଏହି ଭିଡିଓକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ। ମୋତେ କୁହନ୍ତୁ ଯେ ଏସବୁ ଘଟଣା ଆପଣଙ୍କ ସହିତ ଘଟୁଛି କି ନାହିଁ। ଯଦି ସେଗୁଡ଼ିକ ଘଟୁଛି, ତେବେ ମୋତେ କୁହନ୍ତୁ ଯେ ହଁ ଗୁରୁଜୀ, ସେଗୁଡ଼ିକ ଘଟୁଛି। ଆସନ୍ତୁ ଭିଡିଓ ଆରମ୍ଭ କରିବା। ବନ୍ଧୁଗଣ, ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ତୁମ ଜୀବନରେ କିଛି ଲୋକ ତୁମକୁ ପଛରେ ପକାଇବା ପାଇଁ, ସବୁବେଳେ ତୁମକୁ ଆଗକୁ ବଢ଼ିବାକୁ ବାଧା ଦେବା ପାଇଁ, ଆଗକୁ ବଢ଼ିବାରେ ସାହାଯ୍ୟ କରିବା ପାଇଁ ନୁହେଁ। ତୁମେ ଭାବିଥିଲ ଏହି ବ୍ୟକ୍ତି ତୁମର ନିଜର, ସେ ତୁମକୁ ସମର୍ଥନ କରିବ, ସେ ମୋ ସହିତ ଅଛି, କିନ୍ତୁ ଏହି ଲୋକମାନେ ତୁମର ଶକ୍ତି ଶୋଷୁଛନ୍ତି, ତୁମକୁ ଜୀବନରେ ଫସାଇ ରଖୁଛନ୍ତି, ତୁମକୁ ଭିତରେ ଛୋଟ ଅନୁଭବ କରାଉଛନ୍ତି। ଏହି ଲୋକମାନଙ୍କ ଯୋଗୁଁ ତୁମେ ତୁମର ଜୀବନରେ ଫସିଛ। ତୁମେ ଏତେ ଦୂରରେ ଠିଆ ହୋଇଛ, ତୁମେ ସାରା ବିଶ୍ୱାରୁ ବର୍ଷ ବର୍ଷ ପଛରେ ପଡ଼ିଛ। ସର୍ବୋପରି ଏହି ଲୋକମାନେ ଏହାର କାରଣ, ଏବଂ ଆଜି ମୁଁ ତୁମକୁ ଏହି ଲୋକମାନଙ୍କଠାରୁ ରକ୍ଷା କରିବାକୁ ଆସିଛି। ସେମାନଙ୍କ ନାମ ଜାଣନ୍ତୁ, ସେମାନଙ୍କର ସତ୍ୟ ଜାଣନ୍ତୁ। ଦେଖନ୍ତୁ, ମୁଁ ଏହି ତିକ୍ତ ସତ୍ୟକୁ ଜାଣେ। ତୁମେ ଜାଣ କିନ୍ତୁ ତୁମେ ଏହାକୁ ଗ୍ରହଣ କରୁନାହଁ। ତୁମେ ଏହା ମଧ୍ୟ ଜାଣ ଯେ ତୁମ ଚାରିପାଖରେ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ତୁମର ନିଜର ନୁହନ୍ତି। ସେମାନେ ରକ୍ତ ସମ୍ପର୍କୀୟ, କିନ୍ତୁ ଏହି ଲୋକମାନେ ତୁମ ଜୀବନରେ ସର୍ବାଧିକ ଦୁର୍ଭାଗ୍ୟ ଆଣିଥାନ୍ତି। ତୁମେ ଏହା ଜାଣ, ତଥାପି ତୁମେ ସେମାନଙ୍କୁ ଗ୍ରହଣ କରିବାକୁ ଚାହୁଁନଥିବା ହେତୁ ସେମାନଙ୍କଠାରୁ ଅଲଗା ହେଉନାହଁ। କିନ୍ତୁ ଆଜି ତୁମକୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ। ଏଥର ତୁମର ଚନ୍ଦ୍ର ବହୁତ ଦୁର୍ବଳ। ଏହାର ଅର୍ଥ ତୁମ ଜୀବନରେ ବହୁତ ଦୁଃଖ ଅଛି। ତୁମେ ଛୋଟ ଛୋଟ କଥାରେ ଦୁଃଖିତ ହେଉଛ। ବନ୍ଧୁଗଣ, ପୂର୍ବରୁ ମଧ୍ୟ ତୁମେ ବହୁତ ଦୁଃଖିତ ହେଉଥିଲ। ତୁମେ ବିନା କାରଣରେ କାନ୍ଦିବାକୁ ଇଚ୍ଛା କରୁଛ। ତୁମେ ଭିତରେ ଏକ ସମୃଦ୍ଧ ଜୀବନ ବଞ୍ଚୁଛ। ତୁମେ ଛୋଟ ଛୋଟ କଥାରେ ରାଗି ଯାଉଛ। ତୁମେ ତୁମର ପ୍ରିୟଜନଙ୍କ ଉପରେ, ଛୋଟ ପିଲାମାନଙ୍କ ଉପରେ ମଧ୍ୟ ତୁମର ରାଗ ବାହାର କର, ଏବଂ ତାଠାରୁ ଅଧିକ। ବନ୍ଧୁଗଣ, ତୁମେ ଏତେ ଚିଡ଼ିଚିଡ଼ା ହୋଇଗଲ ଯେ ଯେଉଁମାନେ ତୁମର ନିଜର, ଅର୍ଥାତ୍ ଯେଉଁମାନେ ତୁମ ପାଇଁ ନିଜ ଜୀବନକୁ ବିପଦରେ ପକାଇବେ, ସେମାନେ ମଧ୍ୟ ତୁମଠାରୁ ଦୂରେଇ ଯାଉଛନ୍ତି, କାରଣ ତୁମେ ଏପରି ଜଣେ ବ୍ୟକ୍ତି ହୋଇଗଲ ଯେ ତୁମେ ଛୋଟ ଛୋଟ କଥାରେ କାନ୍ଦିବାକୁ ଲାଗିଲ। ଯଦି ଏକ ଛୋଟ ସମସ୍ୟା ଆସେ, ତୁମେ ଭିତରେ ଥରି ଉଠିବା ଆରମ୍ଭ କର। ତୁମେ ଶୋଇପାରୁନାହଁ। ତୁମେ ପୁରୁଣା କ୍ଷେତକୁ ବାରମ୍ବାର ମନେ ପକାଅ ଯେ ସେହି ବ୍ୟକ୍ତି ମୋ ସହିତ ଏପରି କରିଥିଲା, ସେ ବ୍ୟକ୍ତି ମୋତେ ଛାଡ଼ି ଚାଲିଗଲା, ମୁଁ ଏଠାରୁ କ୍ଷତି ସହିଛି। ତୁମେ ଛୋଟ ଛୋଟ କଥାକୁ ତୁମ ହୃଦୟରେ ବାରମ୍ବାର ରଖିଛ। ତୁମେ ନିଜକୁ କହୁଛ ଯେ ମୁଁ ଭଲ ଅଛି, କିନ୍ତୁ ତୁମେ ଭଲ ନାହଁ। ବନ୍ଧୁଗଣ, ତୁମର ହୃଦୟ ବହୁତ ଭାରୀ। ତୁମେ ଏହି ଜିନିଷରୁ ବାହାରି ଆସିବାକୁ ଚାହୁଁଛ। ତୁମେ ତୁମର ଜୀବନରେ ପ୍ରକୃତରେ ଖୁସି ହେବାକୁ ଚାହୁଁଛ, କିନ୍ତୁ ତୁମେ ପ୍ରକୃତରେ ଖୁସି ନୁହଁ। କିନ୍ତୁ ବନ୍ଧୁଗଣ, ଚିନ୍ତା କର ନାହିଁ। ତୁମେ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧାର ଅନ୍ତ ଆସିଯାଇଛି। ସମସ୍ତ ଅସୁବିଧାର ଅନ୍ତ ଏହି ଭିଡିଓରେ ଅଛି। ବନ୍ଧୁଗଣ, ସେଥିପାଇଁ ତୁମକୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବାକୁ ପଡ଼ିବ, ଏବଂ ଏହା କହିବାରେ କୌଣସି ଧା ନାହିଁ ଯେ ସେ ନିଶ୍ଚୟ ଦୁର୍ଭାଗ୍ୟବାନ କିମ୍ବା ଜଣେ ଆଜିର ଭିଡିଓ ଦେଖିବ ନାହିଁ ସମ୍ପୂର୍ଣ୍ଣ ମୂର୍ଖ। କାରଣ କେବଳ ମୂର୍ଖ ହିଁ ନିଜ ଜୀବନର ସମସ୍ୟାରୁ ବାହାରିବାକୁ ଚାହିଁବ ନାହିଁ। ବନ୍ଧୁଗଣ, ବହୁତ ଧ୍ୟାନ ଦେଇ ଶୁଣ। ଏହି ସମୟ ହେଉଛି ଯେତେବେଳେ ତୁମେ ଭ୍ରମରେ ବଞ୍ଚିବ। ତୁମ ଜୀବନରେ ବହୁତ ଦ୍ୱନ୍ଦ୍ୱ ରହିବ। ତୁମେ ବହୁତ ଖର୍ଚ୍ଚ କରିବ। ତୁମର ଆୟ କିଛି ବି ନୁହେଁ। ତୁମେ ସଞ୍ଚିତ ସମସ୍ତ ଟଙ୍କା ଖର୍ଚ୍ଚ କରିବ ଏବଂ ଅତୀତରେ ମଧ୍ୟ ଖର୍ଚ୍ଚ କରିଛ। ଯଦି ତୁମର ପୁରୁଣା ଋଣ ଅଛି, ତେବେ ତୁମକୁ ତାହା ଫେରାଇବାକୁ ପଡ଼ିବ। ଯଦି ତୁମେ ମାସ ମାସ ଧରି କୌଣସି ଜିନିଷ ଉପରେ କଠିନ ପରିଶ୍ରମ କରିଛ, ତେବେ ତୁମେ ସେଥିରେ ମଧ୍ୟ ଟଙ୍କା ହରାଇଛ। ଦେଖ, ଏହି ସମୟରେ ଧୈର୍ଯ୍ୟର ବହୁତ ଆବଶ୍ୟକତା ଅଛି। ଏହା ତୁମର ଧୈର୍ଯ୍ୟର ପରୀକ୍ଷା। ବନ୍ଧୁଗଣ, ସେଥିପାଇଁ ଧୈର୍ଯ୍ୟ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏବେ ମୁଁ କ'ଣ କହୁଛି ତାହା ବହୁତ ଧ୍ୟାନ ଦେଇ ଶୁଣ। ବନ୍ଧୁଗଣ, ଯେଉଁମାନେ ସବୁବେଳେ ନିଜ ଭାଗ୍ୟକୁ ଅଭିଶାପ ଦିଅନ୍ତି, ଯେଉଁମାନେ ଏହି ଜୀବନ ଦ୍ୱାରା ସବୁବେଳେ କନ୍ଦାଇଥାନ୍ତି, ସେମାନଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ଅନ୍ୟ ଶବ୍ଦରେ, ବନ୍ଧୁଗଣ, ଏବେ ତୁମର ଦୁର୍ଭାଗ୍ୟ ଚମକିବାକୁ ଯାଉଛି। ଏବଂ ଏସବୁ କାହିଁକି ଘଟୁଛି? କାରଣ ଶନି ତୁମ ଉପରେ ପ୍ରସନ୍ନ ଅଛନ୍ତି।
ଶନିଦେବ ତୁମ ଉପରେ ପ୍ରସନ୍ନ ଅଛନ୍ତି କାରଣ ଶନି ତୁମକୁ ବହୁତ ଦିନ ଧରି ହଇରାଣ କରୁଥିଲେ, କିନ୍ତୁ ଶନି ଏବେ ତୁମ ଉପରେ ପ୍ରସନ୍ନ ଅଛନ୍ତି। ତେଣୁ ତୁମେ କୌଣସି ଭୁଲ କରିବା ଉଚିତ ନୁହେଁ, ନଚେତ୍ ଶନି ପୁଣି ଥରେ ପୂର୍ବ ପରି ତୁମ ଉପରେ କ୍ରୋଧିତ ହୋଇପାରନ୍ତି। ତେଣୁ ଏପରି କୌଣସି ଭୁଲ ନ କରିବା ପାଇଁ ସତର୍କ ରୁହ ଯାହା ଶନିଦେବଙ୍କୁ କ୍ରୋଧିତ କରିପାରେ। ତୁମେ କିଛି ଭୁଲ କର ନାହିଁ, କାହାକୁ କ୍ଷତି କର ନାହିଁ, ଚୋରି କର ନାହିଁ, କାହାକୁ କ୍ଷତି କର ନାହିଁ। ଯଦି ତୁମେ ଭୁଲ କର ତେବେ ଶନିଦେବ ତୁମ ଉପରେ କ୍ରୋଧିତ ହୋଇପାରନ୍ତି। ଶନିଦେବଙ୍କ ଆଶୀର୍ବାଦ ତୁମ ଉପରେ କ୍ରୋଧିତ ହେବ। କିନ୍ତୁ ଭିଡିଓକୁ ଏବେ ଛାଡ଼ିଦେବାର ଭୁଲ କର ନାହିଁ, କାରଣ ଭିଡିଓଟି ଏବେ ଆରମ୍ଭ ହେଉଛି ଏବଂ ମୁଁ ତୁମକୁ ଏହି ଆଗାମୀ 3 ଦିନ ବିଷୟରେ ଯେଉଁ ଗୁପ୍ତ କଥା କହିବାକୁ ଯାଉଛି ତାହା ବହୁତ ବିଶେଷ। ତେଣୁ ଭିଡିଓକୁ ଛାଡ଼ିଦେବାର ଭୁଲ କର ନାହିଁ। ବନ୍ଧୁଗଣ, ତୁମେ ବୁଝିବାକୁ ପଡ଼ିବ ଯେ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ଏବଂ ଆମେ ବର୍ତ୍ତମାନ ଆମ ଜୀବନରେ ସୁଖ ଉପଭୋଗ କରୁଛୁ କି ଦୁଃଖ, ଏହା ସବୁ ଆମର ନିଜସ୍ୱ କର୍ମର ପରିଣାମ। ଏବେ ତୁମମାନଙ୍କ ମଧ୍ୟରୁ କେତେକ କହିବେ ଯେ ମୁଁ ସବୁବେଳେ ଭଲ କାମ କରିଛି, ତେବେ ମୁଁ କାହିଁକି ଦୁଃଖ ପାଉଛି? ଭଗବାନ ମୋତେ କାହିଁକି ଦୁଃଖ ଦେଉଛନ୍ତି? ତେବେ ଦେଖନ୍ତୁ, କିଛି ଲୋକ କେବଳ ଏହି ଜୀବନରେ ଦୁଃଖ ପାଆନ୍ତି, ଯେତେବେଳେ କିଛି ଲୋକ ନିଜ ଜୀବନରେ ଦୁଃଖ ପାଆନ୍ତି। ଆପଣ ଆପଣଙ୍କର ପୂର୍ବ ଜୀବନ ପାଇଁ ଦୁଃଖ ପାଆନ୍ତି। ତେଣୁ ଯଦି ଆପଣ ଏହି ଜୀବନରେ ଦୁଃଖ ପାଆନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଏକ ସମୟ ଆସିବ ଯେତେବେଳେ ଆପଣଙ୍କ ଜୀବନ ମଧ୍ୟ ଖୁସିରେ ପରିପୂର୍ଣ୍ଣ ହେବ। ଶନିଦେବ ଆପଣଙ୍କୁ ଟିକେ ପରୀକ୍ଷା କରିପାରନ୍ତି, କିନ୍ତୁ ସେ କେବେ ବି ଆପଣଙ୍କ ସହିତ ଅନ୍ୟାୟ ହେବାକୁ ଦେବେ ନାହିଁ। ଜୀବନରେ ଆପଣଙ୍କ ସହିତ ଯାହା ଘଟୁଛି ଯଦି ତାହା ଟିକେ ଭୁଲ ମଧ୍ୟ, ତେବେ ଟିକେ ଅପେକ୍ଷା କରନ୍ତୁ, ଭଲ ସମୟ ନିଶ୍ଚିତ ଭାବରେ ଆସିବ। ଶନିଦେବ ନ୍ୟାୟର ଦେବତା ଏବଂ ବନ୍ଧୁ। ଶନିଦେବ ସୂର୍ଯ୍ୟଙ୍କ ପୁତ୍ର, ଅର୍ଥାତ୍ ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଏବଂ ସେ ପ୍ରତ୍ୟେକ ବ୍ୟକ୍ତିକୁ ତାଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ତେଣୁ ବନ୍ଧୁଗଣ, ଆମେ ଆପଣଙ୍କୁ କହୁଛୁ ଯେ ଆପଣଙ୍କ ସମଗ୍ର ଜୀବନରେ କ'ଣ କରିବା ଉଚିତ ନୁହେଁ। ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଶନିଙ୍କୁ ଭୟ କରନ୍ତି, କିନ୍ତୁ ଯଦି ଆପଣ ଶନିଦେବଙ୍କୁ ପ୍ରସନ୍ନ କରନ୍ତି ତେବେ ଆପଣଙ୍କୁ କେବେ ବି କାହା ଆଗରେ ଭିକ୍ଷା ମାଗିବାକୁ ପଡ଼ିବ ନାହିଁ। ଏହି କଳିଯୁଗରେ ଆପଣ ବହୁତ ଧନୀ ଲୋକଙ୍କୁ ଦେଖିଥିବେ। ସେମାନେ ଧନୀ କାରଣ ଶନିଦେବ ସେମାନଙ୍କ ପ୍ରତି ଦୟାଳୁ। ଶନିଦେବ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ବହୁତ ଧନୀ ଲୋକମାନେ ମଧ୍ୟ ଶନିଦେବଙ୍କ ମନ୍ଦିରକୁ ଯାଆନ୍ତି, ଯାହାଦ୍ୱାରା ଶନିଦେବ ସର୍ବଦା ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ତେଣୁ ଯଦି ଆପଣ ଶନିଦେବଙ୍କୁ ପ୍ରସନ୍ନ କରନ୍ତି ତେବେ ଆପଣ ବହୁତ ଶୀଘ୍ର ଜଣେ ମହାନ ବ୍ୟକ୍ତି ହୋଇପାରିବେ। ଦେଖନ୍ତୁ ମୋର ପ୍ରିୟ ବନ୍ଧୁମାନେ, ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ଅଛି ଯଦି ଶନି ଶୁଭ କିମ୍ବା ଯାହାର କାର୍ଯ୍ୟ ଭଲ, ତେବେ ସେମାନଙ୍କୁ ବହୁତ ଖୁସି ଏବଂ ସୌଭାଗ୍ୟ ପ୍ରଦାନ କରନ୍ତି। ମୁଁ ଆପଣଙ୍କୁ କିଛି କାରଣ, କିଛି ସଂକେତ କହୁଛି, ବହୁତ ଧ୍ୟାନ ଦେଇ ଶୁଣ। ଯେଉଁ ଲୋକମାନଙ୍କ ଉପରେ ଶନିଦେବ କ୍ରୋଧିତ ହୁଅନ୍ତି ସେମାନେ ସବୁବେଳେ ନିଜ ମନରେ ଅସ୍ଥିରତା ଏବଂ ଚିନ୍ତା ଅନୁଭବ କରନ୍ତି। ଯଦି ଆପଣ ବହୁତ ଚିନ୍ତା, ମନରେ ଅସ୍ଥିରତା ଅନୁଭବ କରନ୍ତି, ଯଦି ଆପଣ ଶୋଇପାରୁନାହାନ୍ତି ତେବେ ବୁଝନ୍ତୁ ଯେ ଶନି ଆପଣଙ୍କ ଉପରେ ରାଗିଛନ୍ତି। ଆପଣ କିଛି ଭୁଲ କାମ କରିଛନ୍ତି କିମ୍ବା ଆପଣ କାହାର ଭାବନାକୁ ଆଘାତ ଦେଉଛନ୍ତି, ଆପଣ କାହାର ହୃଦୟ ସହିତ ଖେଳୁଛନ୍ତି। ଯଦି ଏହା ଆପଣଙ୍କ ସହିତ ଘଟୁଛି, ଆପଣଙ୍କ ମନରେ ଅସ୍ଥିରତା ଅଛି, ଚିନ୍ତା ଅଛି, ଆପଣ ରାତିରେ ଶୋଇପାରୁନାହାନ୍ତି, ତେବେ ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। ଏହା କିପରି କରିବେ ମୁଁ ଆପଣଙ୍କୁ ଭିଡିଓରେ ସମସ୍ତ ବିବରଣୀ କହିବି, କେବଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପରବର୍ତ୍ତୀ କଥା ହେଉଛି ବନ୍ଧୁଗଣ, ଯେତେବେଳେ ଶନିଦେବ କ୍ରୋଧିତ ହୁଅନ୍ତି ସେତେବେଳେ ହଠାତ୍ ଧନହାନି ହୁଏ। ଜଣେ ବ୍ୟକ୍ତିଙ୍କ ଧନ ହଠାତ୍ ବହୁତ ଶୀଘ୍ର ନଷ୍ଟ ହେବାକୁ ଲାଗେ। ଘରେ ସମସ୍ୟା ସୃଷ୍ଟି ହୁଏ, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ, ଘର ବିକ୍ରୟ କରିବାକୁ ପଡ଼େ, ସମ୍ପତ୍ତି ବିକ୍ରୟ କରିବାକୁ ପଡ଼େ ଏବଂ ଯଦି ଟଙ୍କାର ଯଥେଷ୍ଟ କ୍ଷତି ହୁଏ ତେବେ ବୁଝନ୍ତୁ ଯେ ଶନିଦେବ କ୍ରୋଧିତ ହେଉଛନ୍ତି। ପରବର୍ତ୍ତୀ କଥା ହେଉଛି ଯେତେବେଳେ ଆପଣଙ୍କର କାମ ଭୁଲ ହେବା ଆରମ୍ଭ କରେ, ସବୁକିଛି ଠିକ୍ ଚାଲିଛି ଏବଂ ହଠାତ୍ ଆପଣଙ୍କର କାମ ବାଧାପ୍ରାପ୍ତ ହୁଏ, ତେବେ ଏହାର ଅର୍ଥ ହେଉଛି ଯେ ଶନିଦେବ ଆପଣଙ୍କ ଉପରେ ରାଗିଛନ୍ତି, ଅର୍ଥାତ୍ ଶନିଦେବ ଆପଣଙ୍କ ଉପରେ ତାଙ୍କର କୁଦୃଷ୍ଟି ପକାଇଛନ୍ତି।
ପରବର୍ତ୍ତୀ କଥା ହେଉଛି ଯେତେବେଳେ ଆପଣ ମିଛ କହିବା ଆରମ୍ଭ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଆରମ୍ଭ କରେ, ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଶନିଦେବ ଭଲ କାମ କରୁନାହାନ୍ତି। ଯଦି ଆପଣ କୋର୍ଟ ମାମଲା ଏବଂ ବିବାଦରେ ଫସି ଯାଆନ୍ତି, ଆପଣ ଝଗଡ଼ା କରନ୍ତି, ଆପଣଙ୍କୁ ପୋଲିସ ଷ୍ଟେସନକୁ ଯିବାକୁ ପଡ଼େ, ତେବେ ବୁଝନ୍ତୁ ଯେ ବନ୍ଧୁମାନେ, ଶନିଦେବ କ୍ରୋଧିତ ହେବାର ଲକ୍ଷଣଗୁଡ଼ିକ ଜାଣିଛ। ଦେଖନ୍ତୁ, ଗରିବମାନଙ୍କ ସହିତ କିଛି କରିବା ଉଚିତ ନୁହେଁ। ଯେତେବେଳେ କେହି ଜଣେ ଗରିବଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ଅଧିକ ହଇରାଣ କରନ୍ତି କିମ୍ବା ସେମାନଙ୍କୁ ଅଧିକ ଯନ୍ତ୍ରଣା ଦିଅନ୍ତି, ତେବେ ସେହି ବ୍ୟକ୍ତି ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି। ଶନିଦେବ ରାଗିଯାଆନ୍ତି ଏବଂ ଶନିଦେବଙ୍କ କୁଦୃଷ୍ଟିର ପ୍ରଭାବରେ ପଡ଼ିଥାନ୍ତି। ତେଣୁ କୌଣସି ଗରିବ ବ୍ୟକ୍ତିଙ୍କୁ ହଇରାଣ କରନ୍ତୁ ନାହିଁ। ବନ୍ଧୁଗଣ, ଯଦି ତୁମେ ସେମାନଙ୍କୁ ସାହାଯ୍ୟ କରୁନାହଁ, ତେବେ କୌଣସି ଅସୁବିଧା ନାହିଁ। ବନ୍ଧୁଗଣ, ସେମାନଙ୍କୁ ମଧ୍ୟ ହଇରାଣ କର ନାହିଁ। ପରବର୍ତ୍ତୀ କଥା ହେଉଛି, କିଛି ଲୋକଙ୍କର ନିଜଠାରୁ ଦୁର୍ବଳ କିମ୍ବା ନିଜଠାରୁ ଗରିବ ଲୋକଙ୍କ ସହିତ ମଜା କରିବାର ଅଭ୍ୟାସ ଥାଏ। ଧରାଯାଉ ଆପଣଙ୍କର 4 ଜଣ ବନ୍ଧୁ ଅଛନ୍ତି ଏବଂ ସେହି ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଗରିବ କିମ୍ବା ଦୁର୍ବଳ, ତାଙ୍କର କିଛି ତ୍ରୁଟି ଅଛି। ଯଦି ତୁମେ ସେମାନଙ୍କୁ ମଜା କର, ପ୍ରତିଦିନ କୌଣସି ନା କୌଣସି ବିଷୟରେ ଚିଡ଼, ସେମାନଙ୍କ ଭାବନାକୁ ଆଘାତ ଦିଅ କିମ୍ବା ସେମାନଙ୍କୁ ଅପମାନ କର, ତେବେ ଶନିଦେବ ତୁମ ଉପରେ ବହୁତ କ୍ରୋଧିତ ହେବେ। ବନ୍ଧୁଗଣ, ପରବର୍ତ୍ତୀ କଥା ହେଉଛି, ଯଦି ଜଣେ ବ୍ୟକ୍ତି ସବୁବେଳେ ମଇଳାରେ ରୁହେ, ଆଳସ୍ୟ ରଖେ ଏବଂ ସଫା କରେ ନାହିଁ, ତେବେ ଶନିଦେବ ଏପରି ବ୍ୟକ୍ତିଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ଏପରି ଲୋକମାନେ ଶନିଦେବଙ୍କ ପ୍ରଭାବର ସମ୍ମୁଖୀନ ହୁଅନ୍ତି। ତେଣୁ ସର୍ବଦା ମଇଳା ପରିହାର କର, ନିଜ ଘରକୁ ସଫା ରଖ ଏବଂ ନିଜେ ସଫା ରୁହ, ନଚେତ୍ ଶନିଦେବ ସେମାନଙ୍କ ଉପରେ ତାଙ୍କର କୁଦୃଷ୍ଟି ପକାଇବେ। ବନ୍ଧୁଗଣ, ପରବର୍ତ୍ତୀ କଥା ହେଉଛି, ପଶୁମାନଙ୍କୁ ହଇରାଣ କଲେ, ମୂକଙ୍କୁ ହଇରାଣ କରିବା, କୁକୁରକୁ ହତ୍ୟା କଲେ, ଗାଈକୁ ହତ୍ୟା କଲେ, କୌଣସି ପ୍ରାଣୀଙ୍କୁ କ୍ଷତି କଲେ, ତେଣୁ ସାବଧାନ ରୁହ, ତୁମେ ଏକ ବଡ଼ ପାପ କରୁଛ। ଶନିଦେବ ସେମାନଙ୍କୁ ମଧ୍ୟ ଘୃଣା କରନ୍ତି ଯେଉଁମାନେ ମୂକଙ୍କୁ ହଇରାଣ କରନ୍ତି। ବର୍ତ୍ତମାନ ପରବର୍ତ୍ତୀ କଥା ହେଉଛି, ବୃଦ୍ଧଙ୍କୁ ଅପମାନ କରିବା। ମୋର ପ୍ରିୟ ବନ୍ଧୁଗଣ, କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ, ନଚେତ୍ ଶନି ତୁମ ଉପରେ ବହୁତ କ୍ରୋଧିତ ହୋଇପାରନ୍ତି, ସେ ତୁମ ଉପରେ ରାଗିପାରନ୍ତି। ତୁମର କୁଣ୍ଡଳୀରେ ଅନେକ ଜନ୍ମର ଶନି ଦୋଷ ସୃଷ୍ଟି ହୋଇପାରେ, ତେଣୁ କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ। କିଛି ଲୋକଙ୍କର ଅଭ୍ୟାସ ଅଛି ଯେ ଯେତେବେଳେ ସେମାନେ ଛୋଟ ଥାଆନ୍ତି, ସେମାନେ ସେମାନଙ୍କର ବଡ଼ଲୋକ, ସେମାନଙ୍କ ପିତା, ମାତା, ଜେଜେମାତାଙ୍କୁ କିଛି ବି ମନେ କରନ୍ତି ନାହିଁ। କିଛି ଲୋକ ଯେତେବେଳେ ଅଳ୍ପ ଟଙ୍କା ରୋଜଗାର କରନ୍ତି, ନିଜକୁ ବହୁତ ବଡ଼ ଲୋକ ଭାବିବାକୁ ଆରମ୍ଭ କରନ୍ତି ଏବଂ ସେମାନଙ୍କ ପିତାମାତାଙ୍କୁ ସମ୍ମାନ କରନ୍ତି ନାହିଁ, ସେମାନଙ୍କ ଜେଜେମାତାଙ୍କୁ ସମ୍ମାନ କରନ୍ତି ନାହିଁ। କିନ୍ତୁ ଏହା କରିବା ଉଚିତ ନୁହେଁ। ତୁମେ ଯେତେ ଧନୀ ହୁଅ, କିନ୍ତୁ କେବେ ବି ତୁମର ପିତାମାତା, ବୃଦ୍ଧ, ତୁମଠାରୁ ବଡ଼ ଲୋକଙ୍କୁ ଅପମାନ କର ନାହିଁ, ସର୍ବଦା ସେମାନଙ୍କୁ ସମ୍ମାନ କର। ଏବେ ପରବର୍ତ୍ତୀ କଥା ହେଉଛି, ବନ୍ଧୁଗଣ, ତୁମେ କ'ଣ ବହୁତ ଧ୍ୟାନ ଦେଇ ଶୁଣିଛ? ଅନେକ ଲୋକଙ୍କର ଟଙ୍କା ରୋଜଗାର କରିବା ପାଇଁ ଠକିବାର ଅଭ୍ୟାସ ଅଛି, କିନ୍ତୁ କେବେ ବି ଠକିବା ଉଚିତ ନୁହେଁ। କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବା ବହୁତ ଭଲ, କିନ୍ତୁ ଠକନ୍ତୁ ନାହିଁ। ଯଦି ଆପଣ ଅନ୍ୟମାନଙ୍କୁ ଠକନ୍ତି କିମ୍ବା ସେମାନଙ୍କୁ ଘୃଣା କରନ୍ତି, ତେବେ ଶନି ବହୁତ କ୍ରୋଧିତ ହେବେ ଏବଂ ଆପଣଙ୍କୁ ଶନିଙ୍କ ସାଡ଼େ ସତୀର ପ୍ରଭାବ ଭୋଗିବାକୁ ପଡ଼ିପାରେ। ଏବେ ପରବର୍ତ୍ତୀ କଥା ହେଉଛି, ବନ୍ଧୁଗଣ, ଯେଉଁ ବ୍ୟକ୍ତି ନାସ୍ତିକ, ସେ ଦେବତାମାନଙ୍କୁ ଗାଳି ଦିଏ, ପ୍ରତ୍ୟେକ ଛୋଟ ଛୋଟ କଥାରେ ପରମେଶ୍ୱରଙ୍କୁ ଅଭିଶାପ ଦିଏ, ପ୍ରତ୍ୟେକ ଛୋଟ ଛୋଟ କଥାରେ ତାଙ୍କ ଦେବତାମାନଙ୍କୁ ଅଭିଶାପ ଦିଏ, ତାଙ୍କ ପୂର୍ବପୁରୁଷମାନଙ୍କୁ ଅଭିଶାପ ଦିଏ, ତାଙ୍କ ପୂର୍ବପୁରୁଷମାନଙ୍କୁ ଅଭିଶାପ ଦେଇଥାଏ ଯେ ସେମାନଙ୍କ ଯୋଗୁଁ ମୋ ଜୀବନରେ ଦୁଃଖ ଅଛି, ପରମେଶ୍ୱର ଏହିପରି, ମୋର ପୂର୍ବପୁରୁଷ ଏହିପରି, ମୋର ପରିବାର ଦେବତା ଏହିପରି। ତେଣୁ ଏପରି ଲୋକଙ୍କ ଯୋଗୁଁ ଏବଂ ଏପରି ଭୁଲ ଯୋଗୁଁ ମଧ୍ୟ ଶନିଦେବ ଆପଣଙ୍କୁ ବହୁତ କଷ୍ଟ ଦିଅନ୍ତି। ଗୋଟିଏ, ଆପଣଙ୍କ ଜୀବନରେ ପୂର୍ବରୁ ଅସୁବିଧା ଅଛି, ଏହା ଉପରେ ଆପଣ ପରମେଶ୍ୱରଙ୍କୁ ଅଭିଶାପ ଦେଉଛନ୍ତି, ଆପଣଙ୍କ ପୂର୍ବପୁରୁଷଙ୍କୁ ଅଭିଶାପ ଦେଉଛନ୍ତି, ତେବେ ଆପଣଙ୍କୁ ଏହା ଯୋଗୁଁ ଅଧିକ ସମସ୍ୟା ଭୋଗ କରିବାକୁ ପଡ଼ିବ। ଏବେ ବନ୍ଧୁଗଣ, ମୁଁ ଆପଣଙ୍କୁ କାରଣ ଏବଂ ଲକ୍ଷଣ ମଧ୍ୟ କହିସାରିଛି।
एबे मु आपनंकु कहिबी किपरि शनिंकु खुशी करिवे। वीडियो छाडिबार भूल करंतु नाही, कारण आजिर वीडियो छाडिबा व्यक्ति ही मूर्ख हेब। देखंतु बंधुगण, शनिदेव न्यायर देवता। शनिदेव काहींकी प्रसन्न होंती नहीं, काहींकी से क्षति करंती। मु आपनंकु एहा मध्य कहिछि। देखंतु बंधुगण, शनिदेव सम्मान एवं सम्मानर देवता। शनिदेवंक कुदृष्टि पड़िले परिवार रे सम्मान हानि मध्य हुए, समस्या बढ़ी जाए। किंतु जदि शनिदेव आम उपरे प्रसन्न होंती तेबे आमे बहुत सम्मान पाइथाउ। समाज रे आमर नाम अछि, दुनिया रे आमर नाम अछि बंधुगण, एवं आमे जीवन रे बहुत उन्नति करिथाउ। एवं शनिदेवंकु प्रसन्न करिबा पई कोन करिबा उचित मु आपनंकु कहिबी। सकाळे शीघ्र उठिबा आरंभ करंतु। जदि आपण उठी नाहंती तेबे सकाळु शीघ्र उठिबा बहुत जरूरी। बहुत लोक अछंती जेउमाने सकाळे विलंबरे उठिथांती। सेमाने सकाळ 10:00 किंबा 11:00 रे उठिथांती। किंतु जदि आपण सकाळे शीघ्र उठिथांती तेबे एहा आपणंक पई बहुत लाभदायक हेब। जेउमाने सकाळे विलंबरे उठिथांती सेमानंक उपरे शनिदेव बहुत क्रोधित हुअंती। सेमानंकर स्वास्थ्य सर्वदा खराप रही थाए। प्रतिदिन सेमानंक घरे बहुत समस्या रही थाए। तेनु सकाळे शीघ्र उठिबाकू चेष्टा करंतु, कारण जदि आपण शीघ्र उठिबे तेबे ही आपनंकु शनिदेवंक आशीर्वाद मिलिब। जदि आपण आपनंक जीवन रे आर्थिक, चाकिरी, व्यवसाय, व्यक्तिगत समस्यार सम्मुखीन हेउछंती तेबे मु आपनंकु किछि समाधान कहुछि। देखंतु, दान करिबा आम धार्मिक शास्त्र रे बहुत लाभदायक बोली कुहा जाइछि। किंतु जदि आपण शनिदेवंकु प्रसन्न करिबाकू चाहुछंती तेबे दान करिबा हेउछि सर्वोत्तम, सबुठारु बड़ एवं सहज उपाय। देखंतु, दान करिबा बहुत लाभदायक। एबे अनेक लोक पचारिबे कोन दान करिबा उचित। देखंतु, दान कोन कुहा जाय। दान अर्थ हेउछि जे आपनंक जोगु तांको जीवन रे अन्य कोनोसी व्यक्ति लाभ पांती, अर्थात तांको जीवन रे कष्ट कमी जाए। तुम जोगु किछि गरीब लोक खाद्य पाए, तुम जोगु किछि गरीब लोक सुख पाए, तेबे ताहाकु दान कुहा जाए। की प्रकारर दान दान? की प्रकारर दान दान? जदि जने गरीब लोक भोकिला थाए तेबे जदि तुमे तार पेट पूरण कर तेबे तुमको बहुत पुण्य मिले। जदि तुमे कोनोसी तृषार्त व्यक्ति को पानी दियो तेबे तुमको बहुत पुण्य मिले। सेही परी जदि तुमे कोनोसी मूक प्राणी को किछि खाइबाकू दियो तेबे तुमको मध्य बहुत पुण्य मिले। जदि कोनोसी मूक प्राणी जंत्रणा रे अछि, कुकुर कोनोसी रोगरे पीड़ित अछि, गाई आहत होइछि, तेबे तुमे सेमानंकर चिकित्सा कर, तेबे ताहा बहुत पुण्य दिए। बंधुगण, तुमे जेते खराप काम करिछ, किंतु जदि तुमे किछि भल काम करिबाकू चाहुछ तेबे तुमे एपरी पुण्य काम करिबा उचित जेपरी मु तुमको कहुछि। लोक माने कुहंती गहम दान कर, सुना दान कर, रूपा दान कर, खाद्य दान कर। देख, किछि हुए नहीं। तुमे जदि जने ब्राह्मण को किछि दान कर तेबे मध्य एहार कोनोसी लाभ नहीं, कारण ब्राह्मणर घर पूर्वरु पूर्ण अछि, ताकू एहार आवश्यकता मध्य नहीं। से तुम द्वारा दिया जाइथिबा टंका को एठारे सेठारे खर्च करिब। से तुम द्वारा दिया जाइथिबा खाद्य को घरे एठी सेठी रखिबे। से जानी मध्य पारिबे नहीं जे सेही खाद्य एवं सेही टंका केउठाकू जाउछि। किंतु जदि तुमे जने भोकिला व्यक्तिंक पेट पूरण कर तेबे से तुमको 10 दिन पई आशीर्वाद देबे। जदि जने भोकिला व्यक्ति राति रे भोकरे कष्ट पाउछि एवं जदि तुमे ता पेट पूरण कर तेबे से तुमको सारा राति आशीर्वाद देबे। तेनु बंधुगण, जदि तुमे भल काम करिबाकू चाहुछ तेबे एपरी भल काम कर जहा द्वारा तुमे आशीर्वाद पाइब। जदि तुमे कोनोसी मूक प्राणी को किछि खाइबाकू दियो, किंबा जदि कोनोसी मूक प्राणी असुस्थ हुए किंबा कोनोसी प्राणी आहत हुए तेबे ताहार चिकित्सा कर, एहा द्वारा तुमे बहुत पुण्य पाइब। बंधुगण, एही उपाय रे दान कर, एही प्रकारर दान कर, एपरी कार्य कर। जदि तुमे एक भल दान करिबाकू चाहुछ तेबे तुमे सरकारी डाक्तरखाना को जिबा उचित। सरकारी डाक्तरखाना रे बहुत गरीब लोक अछंती जेउ माने असुस्थ अछंती।
ସେମାନଙ୍କୁ ପଚାର ଯେ ସେମାନଙ୍କୁ କିଛି ଖାଇବାକୁ କିମ୍ବା କିଛି ଟଙ୍କା କିମ୍ବା କିଛି ସଧ ଦରକାର କି? ଟଙ୍କା ଦିଅ ନାହିଁ, କିନ୍ତୁ ଯଦି ସେମାନଙ୍କୁ କୌଣସି ସଧ ଦରକାର ତେବେ ସେମାନଙ୍କୁ ସଧ ଆଣ, ଖାଇବାକୁ କିଛି ଆଣ, ଫଳ ଦିଅ, କଦଳୀ ଆଣ। ଏଥିରୁ ତୁମେ ବହୁତ ପୁଣ୍ୟ ପାଇବ, କାରଣ ଯେତେବେଳେ ତୁମେ କୌଣସି ରୋଗୀକୁ ଭଲ ଖାଦ୍ୟ ଦେବ କିମ୍ବା ତାଙ୍କୁ ସଧ ଏବଂ ସଧ ଆଣିବ, ସେତେବେଳେ କିଛି ଗରିବ, କିଛି ରୋଗୀ ରହିବେ ଯିଏ ନିଜର ଚିକିତ୍ସା କରାଇ ପାରିବ ନାହିଁ। ତେବେ ବନ୍ଧୁଗଣ, ତୁମ ଯୋଗୁଁ ତୁମକୁ ବହୁତ ପୁଣ୍ୟ ମିଳିବ। ତୁମ ଯୋଗୁଁ କାହାର ବାପା ସୁସ୍ଥ ହେବ, ତୁମ ଯୋଗୁଁ କାହାର ପୁଅ ସୁସ୍ଥ ହେବ। ଯଦି କାହାର ଘର ରକ୍ଷା ପାଇଯାଏ, ତେବେ ତୁମେ ବହୁତ ପୁଣ୍ୟ ପାଇବ। ତେଣୁ ବନ୍ଧୁଗଣ, ମୁଁ ଆଶା କରୁଛି ଯେ ତୁମେ ଏହି କଥାଗୁଡ଼ିକୁ ଭଲ ଭାବରେ ବୁଝିପାରୁଛ। ଯଦି ତୁମେ ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛ, ତେବେ ଏପରି କାମ କର। ଅନେକ ଲୋକ କୁହନ୍ତି ଯେ ତୁମେ ମନ୍ଦିରରେ ଦାନ କରିବା ଉଚିତ, ତୁମେ କୌଣସି ବ୍ରାହ୍ମଣଙ୍କୁ ଦାନ କରିବା ଉଚିତ, ତୁମେ ଏହା କିମ୍ବା ତାହା ଦାନ କରିବା ଉଚିତ। ତେଣୁ ବନ୍ଧୁଗଣ, ଏହା କରିବା ଦ୍ୱାରା କିଛି ହେବ ନାହିଁ। ଏହା କରିବା ଦ୍ୱାରା ତୁମର କୌଣସି ଲାଭ ହେବ ନାହିଁ। ତୁମେ 1% ପୁଣ୍ୟ ପାଇବ। କିନ୍ତୁ ଯଦି ତୁମେ ଯେପରି ମୁଁ ତୁମକୁ ପ୍ରଶଂସା କରିଛି, ଯେଉଁ ପଦ୍ଧତିରେ ମୁଁ ତୁମକୁ କହିଛି, ସେହିପରି ଦାନ କର, ତେବେ ତୁମେ ଗୋଟିଏ ନୁହେଁ ବରଂ 1000 ଗୁଣ, ଲକ୍ଷ ଗୁଣ ପ୍ରତିଫଳ ପାଇବ। ବନ୍ଧୁଗଣ, ଏହି କାମ କର। ଗୋଟିଏ, ଦେଖ, ରକ୍ତଦାନ ଏକ ମହାନ ଦାନ। ବନ୍ଧୁଗଣ, ତୁମେ ଏହି ପଂକ୍ତି ନିଶ୍ଚୟ ଶୁଣିଥିବ। ତେଣୁ ଯଦି କାହାକୁ ରକ୍ତର ଆବଶ୍ୟକତା ଅଛି, ତେବେ ଆପଣ ଆପଣଙ୍କର ରକ୍ତ ମଧ୍ୟ ଦାନ କରିପାରିବେ, କାରଣ ରକ୍ତଦାନ ଏକ ମହାନ ଦାନ। ବନ୍ଧୁଗଣ, ଏପରି କାମ କରନ୍ତୁ, ଆପଣଙ୍କର ବହୁତ ଲାଭ ହେବ। ବନ୍ଧୁଗଣ, ମୁଁ ଆପଣଙ୍କୁ ଅନେକ କଥା କହିଛି। ମୁଁ ଜାଣିଛି ଯେ ଆପଣଙ୍କର ଭାଗ୍ୟ ଆପଣଙ୍କୁ ବହୁତ କନ୍ଦାଇଥାଏ। ଆପଣ ଆପଣଙ୍କ ଜୀବନରେ ବହୁତ ଦୁଃଖ ଭୋଗ କରିଛନ୍ତି। ଆପଣ ଟଙ୍କା ଅର୍ଥାତ୍ ଧନ ପାଇଁ ବହୁତ ଚିନ୍ତିତ। ଆପଣ ବହୁତ ଋଣରେ ବୁଡ଼ି ରହିଛନ୍ତି। ଯେତେବେଳେ ଆପଣ ମୁଁ ପରାମର୍ଶ ଦେଇଥିବା ପ୍ରତିକାର କରନ୍ତି, ତେବେ ଆପଣଙ୍କର ଋଣ ଲକ୍ଷ ଲକ୍ଷ କୋଟି ଟଙ୍କାର ହେଲେ ମଧ୍ୟ ଆପଣଙ୍କର ଋଣ ମଧ୍ୟ ଦୂର ହୋଇଯିବ, ଆପଣଙ୍କୁ ବହୁତ ଲାଭ ହେବ। ତେଣୁ ବନ୍ଧୁଗଣ, ଆପଣ ଏହି ପ୍ରତିକାର ଚେଷ୍ଟା କରିବା ଉଚିତ। ବନ୍ଧୁଗଣ, ଆମର ଗୁରୁଜୀ କହିଛନ୍ତି ଯେ ଯଦି ଆପଣଙ୍କର ବିବେକ ଏବଂ ଆପଣଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ, ତେବେ କେହି ଆପଣଙ୍କୁ ଭଲ ବୋଲି କହୁଛନ୍ତି କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ଆପଣଙ୍କ ଉଦ୍ଦେଶ୍ୟ ଦ୍ୱାରା ପରିଚିତ ହେବେ। ବନ୍ଧୁଗଣ, ଅନ୍ୟମାନଙ୍କ ଚିନ୍ତାଧାରା ଦ୍ୱାରା ନୁହେଁ। ତେଣୁ ସର୍ବଦା ଆପଣଙ୍କ ଉଦ୍ଦେଶ୍ୟ ଏବଂ ଆପଣଙ୍କ ବିବେକ ଉଭୟକୁ ଆପଣଙ୍କ ଜୀବନରେ ସ୍ପଷ୍ଟ ଏବଂ ସଫା ରଖନ୍ତୁ। ତେଣୁ ଆଜିଠାରୁ ହିଁ ଗୁରୁଜୀଙ୍କ ଏହି ଜ୍ଞାନକୁ ଆପଣଙ୍କ ଜୀବନରେ କାର୍ଯ୍ୟକାରୀ କରନ୍ତୁ। ଯଦି ଆପଣଙ୍କୁ ଗୁରୁଜୀଙ୍କ ଏହି ଜ୍ଞାନ ପସନ୍ଦ ଆସିଛି, ତେବେ ନିଶ୍ଚିତ ଭାବରେ କମେଣ୍ଟ ବାକ୍ସରେ ଜୟ ବଜରଙ୍ଗବଲି ଲେଖନ୍ତୁ। ଏବେ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।